ନୟାଗଡ଼ ଲଡୁ ବାବାକୁ ଆପଣ ମାନେ ଯଦି ଦର୍ଶନ କରିବାକୁ ଆସୁଛନ୍ତି ତାହେଲେ ଏଇ 5ଟି ହିଡେନ ପ୍ଲେସ କୁ ନିହାତି ବୁଲି କରି ଯାଆନ୍ତୁ। ଆଉ ଆପଣ ମାନେ ଯଦି ମୋ ଭିଡିଓକୁ ନୂଆ ଦେଖୁଛନ୍ତି ତାହେଲେ ଗୋଟେ ଫଲୋଟେ କରିଦେବେ। ତ ଗାଇଜ ମୁଁ ଆପଣଙ୍କର ଭିଲେଜ ବୟ ମିଶ୍ର ନାମ ତ ସୁନାଗା ମୁଁ ହଉଛି ଅନୁଗୁଳରୁ। ଆଜି ଥିଲା ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ପାଳି, ସେଥିପାଇଁ ବାହାରେ ପଡିଥିଲୁ ନୟାଗଡ଼ ଲଡୁ ବାବାକୁ ପାଣି ଢାଳିବା ପାଇଁ। ଆଉ ଘାଟି ରାସ୍ତା ଚଢିବା ପରେ ଆମେ ପହଞ୍ଚି ଯାଇଥିଲୁ ବୁଢାବୁଢୀ ଠାକୁରାଣୀଙ୍କ ମନ୍ଦିର ପାଖରେ। ଆଉ ଆମେ ମନ୍ଦିରରେ ଦର୍ଶନ ବାସନ କରିକି ଆଗକୁ ବାହାରି ପଡିଥିଲୁ। ଆଉ ବାଟରେ ଗଲାବେଳେ ଆମର ନାମ ସଂକୀର୍ତ୍ତନକୁ ଆରମ୍ଭ କରିଦେଇଥିଲୁ। ଆଉ ପାଇଲାଣି ପହଞ୍ଚି ଗଲୁ ଆମେ ନୟାଗଡ଼ର ଲଡୁ ବାବାଙ୍କ ମନ୍ଦିର ପାଖରେ। ଆଉ ଏଠାରେ ବାବାଙ୍କ ଠାରେ ପାଣି ଢାଳିବା କାର୍ଯ୍ୟକ୍ରମ ରାତି 12ଟାରେ ଆରମ୍ଭ ହୋଇଯାଇଥିଲା। ଆଉ ବୋଲବମ ଭକ୍ତଙ୍କର ଲାଇନ 1 କିଲୋମିଟର ପର୍ଯ୍ୟନ୍ତ ନବିଥିଲା। ଆଉ ବାବାଙ୍କ ପାଖରେ ଆମେ ପାଣି ଢାଳିବା ପରେ ଆମେ ବାହାରି ପଡିଲୁ କଣ୍ଟିନ୍ୟୁ ନୀଳମାଧବ ମନ୍ଦିର ପାଖକୁ। ଆଉ ସେଠାରେ ଆମେ କିଛି ବୁଲାବୁଲି କରି ପ୍ରଭୁ ନୀଳମାଧବକୁ ଦର୍ଶନ କଲୁ। ଆଉ ମନ୍ଦିରର କିଛି ସୌନ୍ଦର୍ଯ୍ୟ ଲାଭ ଦର୍ଶନ କଲୁ। ଆଉ ସେଠାରୁ ଆମେ ବାହାରି ପଡିଲୁ ଓଡିଶାର ସେକେଣ୍ଡ ଅଯୋଧ୍ୟା ରାମ ମନ୍ଦିର ପାଖକୁ। ଆଉ ଏ ମନ୍ଦିରର ସୁନ୍ଦରତା ବହୁତ ଭଲ ଥିଲା, ଆପଣ ମାନେ ନିହାତି ଥରେ ଏଠାକୁ ଆସନ୍ତୁ। ଆଉ ତାପରେ ଆମେ ପଳେଇ ଆସିଲୁ ଟି ବ୍ରିଜ ପାଖକୁ। ଆଉ ଏ ଟି ବ୍ରିଜ ଟି କେବଳ ଶିବ ଠାକୁରକୁ ଦର୍ଶନ କରିବା ପାଇଁ ହେଇଛି, କାହିଁକି ନା ପ୍ରଭୁ ଭୋଳାଶଙ୍କର ନଦୀର ମଝି ଭାଗରେ ଗୋଟେ ଦୀପରେ ପୂଜା ପାଉଛନ୍ତି। ହେଲେ ଯେହେତୁ ଏ ମନ୍ଦିର ପାଖକୁ ଯିବା ପାଇଁ ବ୍ରିଜ ନଥିଲା, ସେଥିପାଇଁ ଭକ୍ତମାନେ ଏଠାକୁ ଆସି ପାରୁନଥିଲେ। ଆଉ ବ୍ରିଜ ହେଲା ପରେ ଏଠାକୁ ବହୁତ ଲୋକ ଆସୁଛନ୍ତି। ଆଉ ତାପରେ ମନ୍ଦିର ପାଖରେ ଥିବା ପାହାଡ ଉପରକୁ ଆମେ ଚଢିବାକୁ ଆରମ୍ଭ କଲୁ। ଆଉ ପାହାଡର ରାସ୍ତା ଯିବା ପାଇଁ ବହୁତ କଷ୍ଟକର ଥିଲା, ତଥାପି ଆମେ ଚଢିଲୁ। ଆଉ ପାହାଡ ଉପରକୁ ଚଢିବା ପରେ ତଳ ଭାଗର ଦୃଶ୍ୟ ଏମିତି ଦେଖିବାକୁ ମିଳିଲା। ସତରେ ଏ ଜାଗାକୁ ଆସିଲା ପରେ ମନଟା ପୁରା ଶାନ୍ତି ହେଇଗଲା। ଆଉ ଆପଣ ମାନେ ବି ନିହାତି ଥରେ ଏ ଜାଗାକୁ ଆସନ୍ତୁ। ଆଉ ଏଠାରେ ବି ବୋଲବମ ଭକ୍ତ ମାନେ ଭୋଳାଶଙ୍କରକୁ ପାଣି ଢାଳୁଛନ୍ତି, ଆପଣ ମାନେ ବି ଢାଳି ପାରିବେ। ଆଉ ଏଠାରେ ଆମେ କିଛି ସମୟ ବୁଲିଲା ପରେ ଆମେ ବାହାରି ପଡିଲୁ ମା ଭଟ୍ଟାରିକା ମନ୍ଦିର ପାଖକୁ। ଆଉ ମହାନଦୀରେ ଯେତେବେଳେ ଅଧିକା ପାଣି ଆସେ ମା ଭଟ୍ଟାରିକାଙ୍କ ମନ୍ଦିର ପାଣିରେ ବୁଡିଯାଏ। ଆଉ ତାପରେ ଭଟ୍ଟାରିକା ମନ୍ଦିର ପାଖରେ ଥିବା ପାହାଡକୁ ଆମେ ଚଢିବାକୁ ଆରମ୍ଭ କଲୁ। ଆଉ ପାହାଡ ଉପରେ ପ୍ରଭୁ ପଞ୍ଚମୁଖୀ ହନୁମାନଙ୍କର ମନ୍ଦିର ଅଛି। ଆଉ ଦେବୀ ମାଙ୍କର ବି ମନ୍ଦିର ଅଛି। ଆଉ ଏ ହଉଛି ପରଶୁରାମଙ୍କର ଗୁମ୍ଫା। ଆଉ ଏଇ ଗୁମ୍ଫାରେ ଭଗବାନ ପରଶୁରାମ ତପସ୍ୟା କରି ମାଙ୍କର ଦର୍ଶନ ଲାଭ କରିଥିଲେ। ଆଉ ମାଙ୍କର ଆଦେଶରେ ଭଗବାନ ପରଶୁରାମ ପାହାଡ ତଳେ ମାକୁ ସ୍ଥାପନା କରିଥିଲେ। ଆଉ ସେଇ ଦିନଠାରୁ ମା ଜୀବ ଜଗତକୁ ମା ଭଟ୍ଟାରିକା ରୂପରେ ଦର୍ଶନ ଦଉଛନ୍ତି। ଆଉ ଆପଣ ମାନେ ଯଦି ମା ଭଟ୍ଟାରିକାକୁ ଦର୍ଶନ କରି ଆସୁଛନ୍ତି ତାହେଲେ ନିହାତି ଥରେ ପାହାଡକୁ ଚଢନ୍ତୁ। ଆଉ ପାହାଡକୁ ଚଢିଲେ ସବୁ କିଛି ଦେଖିପାରିବେ। ଆଉ ତା ସହିତ ପାହାଡର ସୁନ୍ଦରତା ଦେଖିପାରିବେ। ଆଉ ଏତିକିରେ ଆମର ବୁଲାବୁଲି ସରିଗଲା। ଯଦି ଆପଣ ମାନଙ୍କୁ ଭିଡିଓଟି ଭଲ ଲାଗିଛି ତାହେଲେ ନିହାତି ଗୋଟେ ଫଲୋଟେ କରିଦେବେ। ଆଉ ରହୁଛି ଆଉ ଗୋଟେ ନୂଆ ବ୍ଲଗରେ ଦେଖା ହବା। ଜୟ ଶ୍ରୀ ଜଗନ୍ନାଥ।